ବାସହୀନ ଅନୁସୂଚିତ ବର୍ଗର ବୃଦ୍ଧା ମହିଳାଙ୍କୁ କେବେ ମିଳିବ ଆବାସ ଯୋଜନାରେ ଘର? ସନ୍ତାନ ସନ୍ତତି ବିହୀନ ଅତି ଅସହାୟ ବିଧବା ବୃଦ୍ଧାଙ୍କ ପାଇଁ ସରକାରଙ୍କର ମାଳମାଳ ଗରିବ କଲ୍ୟାଣ ଯୋଜନା କେବଳ ସାଜିଛି ପ୍ରହସନ। 7 ବର୍ଷ ହେଲାଣି ଡାକ ଶୁଣୁନାହାନ୍ତି ସରକାର। ସ୍ଥାନୀୟ ସରପଞ୍ଚଙ୍କଠାରୁ ଆରମ୍ଭ କରି ବିଧାୟିକା, ସାଂସଦ, ପ୍ରଶାସନିକ ଅଧିକାରୀମାନଙ୍କର କାହିଁକି ବୃଦ୍ଧା ମହିଳା ପ୍ରଧାନଙ୍କ ପାଇଁ ଉଦାସୀନ ମନୋଭାବ ଏବେ ସାଧାରଣରେ ବଡ଼ ପ୍ରଶ୍ନ। ତା 2/4/2026 ଗୁରୁବାର କାଳୁସାହି କାଟେଣୀ ଓଡ଼ାପଡ଼ା ଢେଙ୍କାନାଳ। ଦେଶ ଆଜି ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ 7 ଦଶନ୍ଧିରୁ ଊର୍ଦ୍ଧ୍ୱ ଧରି ଦେଶ ଆମର ସ୍ୱାଧୀନତା ପାଇବା ପରେ ମଧ୍ୟ ଜନୈକା ବୃଦ୍ଧା ମହିଳାଙ୍କର ପରିସ୍ଥିତିକୁ ଦେଖିଲେ ସ୍ୱତଃ ମନରେ ପ୍ରଶ୍ନ ଉଠୁଛି, ଆମେ ସ୍ୱାଧୀନ ହୋଇ ପାଇଛେ କ'ଣ? ଯେଉଁଠି ଦେଶର ଜନତା ଖାଦ୍ୟ, ବସ୍ତ୍ର, ବାସଗୃହ ଭଳି ମୌଳିକ ଆବଶ୍ୟକତା ପାଇଁ ବର୍ଷ ବର୍ଷ ଧରି ବଞ୍ଚିତ, ତେବେ ଦେଶର ଗଣତନ୍ତ୍ର ଶାସନର ମାନେ କ'ଣ? ଦୁସ୍ଥ ରାଜନୀତିର ପଶାପାଲି ଖେଳୁଥିବା ସ୍ୱାର୍ଥବାଦୀ ନେତାଙ୍କର ଜୋତା ତଳେ ଚାପି ହୋଇଯାଉଛି ସାଧାରଣ ଜନତାଙ୍କର ଜୀବନ। କେବଳ ମିଛ ପ୍ରତିଶ୍ରୁତିର କନ୍ତାଘର। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଜାଣିବା ପରେ ଆପଣମାନଙ୍କ ମନ ବି ଭାରାକ୍ରାନ୍ତ ହେବ। ସତରେ କ'ଣ ଅସହାୟ ସନ୍ତାନ ସନ୍ତତି ବିହୀନ ବୃଦ୍ଧା ବିଧବା ମହିଳା ପ୍ରଧାନଙ୍କର ଏମିତି କଟୁଛି ଜୀବନ? କେମିତି ନୀରବ ଦ୍ରଷ୍ଟା ସାଜିଛି ପ୍ରଶାସନ? ପ୍ରାପ୍ତ ସୂଚନାକ୍ରମେ ଜନୈକ ଅନୁସୂଚିତ ବର୍ଗର ବୃଦ୍ଧା ନାମ ନହିଲା ପ୍ରଧାନ, ବୟସ ପାଖାପାଖି 70, ସ୍ୱାମୀ ସ୍ୱର୍ଗତ ପରମାନନ୍ଦ ପ୍ରଧାନ, 25 ବର୍ଷ ହେଲାଣି ଆରପାରିରେ। ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ପୋଷ୍ଟ ହଳଦିଆବାହାଳ ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ କାଳୁସାହି କାଟେଣୀ ଗ୍ରାମରେ ନିଜସ୍ୱ ଘର ନଥିବା ବେଳେ ଜଣଙ୍କ ଦୟାରେ ଭଙ୍ଗାଦଦରା ଚାଳ କୁଡ଼ିଆରେ ଆଶ୍ରୟ ନେଇଛନ୍ତି। ସନ୍ତାନ ସନ୍ତତି ବିହୀନ ବୃଦ୍ଧା ମହିଳାଙ୍କୁ ପରିଣତ ବୟସରେ ସାହାଯ୍ୟ କରିବା ପାଇଁ ମଧ୍ୟ କେହି ନାହାନ୍ତି ପାଖରେ। ମାଗିଯାଚି ଯାହା ମୁଠେ ମିଳେ ଗଣ୍ଡେ ଖାଇ ମୁନ୍ଦେ ପାଣି ପିଇ କାଟୁଛନ୍ତି ଜୀବନ। ବୟସାଧିକ୍ୟ କାରଣରୁ ରୋଷେଇ କରିବା ପାଇଁ ସମ୍ପୂର୍ଣ୍ଣ ଅସମର୍ଥ ନହେଲେ ବି ସୁଦ୍ଧା ନିଜ ପେଟ ଚାଖଣ୍ଡକ ପାଇଁ ରନ୍ଧା ଖାଦ୍ୟ ଟିକେ ପ୍ରସ୍ତୁତ କରିବା ତାଙ୍କ ପାଇଁ କାଠିକର ପାଠ। ଦିନେ ଖାଇଲେ ଦିନେ ଉପାସ ଭୋକରେ କଟୁଛି ଜୀବନ। ଚାଳବରଡ଼ା ଛପର ଘର ନାମକୁ ମାତ୍ର, ଘର ଭିତରକୁ ପଶିଗଲେ ମୁଣ୍ଡ ଉପରେ ଦେଖାଯାଆନ୍ତି ସୂର୍ଯ୍ୟ ଆଉ ଆକାଶରେ ତାରାଚନ୍ଦ୍ର। ବର୍ଷା ହେଲେ ଘର ଭିତରେ କାଦୁଅ ଆଉ ଚୁଲିରେ ଜାଳ ବଦଳରେ ଜଳ। ଏପରି ପରିସ୍ଥିତିରେ ବହୁ ବର୍ଷ ଧରି ବାରମ୍ବାର ସରକାରଙ୍କୁ ଅବଗତ କରିବା ପୂର୍ବକ 2018 ମସିହାରୁ ଜିଲ୍ଲା କଲେକ୍ଟରଙ୍କୁ ବାରମ୍ବାର ଲିଖିତ ଅନୁରୋଧ କରିବା ପରେ ମଧ୍ୟ ଶେଷଥର ପାଇଁ 2025 ମସିହାରେ ଜିଲ୍ଲା କଲେକ୍ଟରଙ୍କୁ ଲିଖିତ ଅଭିଯୋଗ ତଥା ଅନୁରୋଧ ପତ୍ର ଦେଇଥିଲେ ମଧ୍ୟ ଏଯାବତ ବାସହୀନ ଭୂମିହୀନ ଅସହାୟ ବୃଦ୍ଧା ମହିଳାଙ୍କୁ ଭୂମି ହେଉ ଅବା ଘର ଖଣ୍ଡେ ମୁଣ୍ଡ ଗୁଞ୍ଜିବାକୁ ମିଳିନାହିଁ। ତେବେ ଏଠି ସ୍ୱତଃ ପ୍ରଶ୍ନ ଉଠେ, ସ୍ୱାଧୀନ ଭାରତର ସରକାରଙ୍କ ଆବାସ ଯୋଜନା ଭଳି ମାଳମାଳ ଗରିବ କଲ୍ୟାଣ ବ୍ୟବସ୍ଥା କାହା ପାଇଁ? କେବେ ପୂରଣ ହେବ ବୃଦ୍ଧାଙ୍କର ମୌଳିକ ଆବଶ୍ୟକତା? ମିଳିବ ମୁଣ୍ଡ ଗୁଞ୍ଜିବାକୁ ଆବାସ ଯୋଜନାରେ ଖଣ୍ଡେ ଘର? ପ୍ରକାଶ ଥାଉ କି ଆଜକୁ 8 ବର୍ଷ ତଳେ 42 ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ ହେତୁ ଅସହାୟ ବୃଦ୍ଧ ମହିଳା ଦୀର୍ଘ 40 ବର୍ଷରୁ ଊର୍ଦ୍ଧ୍ୱ ସମୟ ଏକ ସରକାରୀ ଜାଗାରେ ରହିଆସୁଥିବା ବେଳେ ଘରକୁ ଭାଙ୍ଗି ସରକାର ଜମି ଦଖଲ କରିନେଇଥିବା ବେଳେ ଗ୍ରାମର ସରପଞ୍ଚଙ୍କଠାରୁ ଆରମ୍ଭ କରି ନେତା ମନ୍ତ୍ରୀ ଢେଙ୍କାନାଳ ଜିଲ୍ଲା କଲେକ୍ଟରଙ୍କୁ ଲିଖିତ ଅନୁରୋଧ ରଖିଥିଲେ ମଧ୍ୟ ଏସି ରୁମ୍ ଭିତରେ ବସି ଦେଶ ଶାସନ କରୁଥିବା ବଡ଼ପଣ୍ଡାମାନଙ୍କୁ ଏଯାବତ ବୃଦ୍ଧା ମହିଳାଙ୍କର ଦୁରାବସ୍ଥା ଆଖିକୁ ଦେଖାଯାଇନି ଅବା କରୁଣା ଅନୁରୋଧକୁ କର୍ଣ୍ଣପାତ କରିନଥିଲା ଭଳି ମନେ ହୁଏ। ତେବେ ବୃଦ୍ଧା ମହିଳା ପ୍ରଧାନଙ୍କର ପରିସ୍ଥିତିକୁ ଅନୁଧ୍ୟାନ ପୂର୍ବକ ଯଥାଶୀଘ୍ର ଡବଲ ଇଞ୍ଜିନ ସରକାର ନିହାତି ଅନ୍ତୋଦୟ ଯୋଜନାରେ ସାମିଲ କରି ମାସକୁ ସରକାରଙ୍କ ତରଫରୁ ମିଳୁଥିବା 5 କିଲୋ ଚାଉଳ ବଦଳରେ 35 କିଲୋ ଚାଉଳ ପ୍ରଦାନ କରାଯିବା ସହିତ ଭୂମିହୀନ, ବାସହୀନ, ଅସହାୟ ସନ୍ତାନ ସନ୍ତତି ବିହୀନ ବିଧବା ବୃଦ୍ଧା ମହିଳାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରି ବାସଗୃହ ପ୍ରଦାନ ପୂର୍ବକ ଥଇଥାନ କରାଯାଉ ବୋଲି ପୂର୍ଣ୍ଣ ଅନୁରୋଧ କରାଯାଇପାରେ। କାଳୁସାହୁ କାଟେଣୀ ଓଡ଼ାପଡ଼ା ବ୍ଲକ ଢେଙ୍କାନାଳ ଜିଲ୍ଲାରୁ ବିଭୁ ପ୍ରସାଦ ଶତପଥୀଙ୍କ ରିପୋର୍ଟ, ସମଗ୍ର ଓଡ଼ିଶା ସେବା ଅଭିଯାନ। ଘର ପାଇଁ ନା ଏ ଦରଖାସ୍ତ କଲେକ୍ଟରଙ୍କୁ କରିଥିଲ? କେହି ଶୁଣିଲେନି? ଏଟା କଲେକ୍ଟରଙ୍କୁ ଦେଇଥିଲ? ଏଟା ଆଉ ବିଡ଼ିଓକୁ କହିଥିଲ ମଧ୍ୟ? କେହି ଶୁଣୁନାହାନ୍ତି? ଚଳୁଛ କ'ଣ ଖାଉଛ? ଚାଲି ପାରୁନ? କେମିତି ଚାଲି ପାରୁନ? କେମିତି ଖାଉଛ? କିଏ ଆଣି ଦଉଛି? ଲାଇନ ବି ନାହିଁ, ଘର ନାହିଁ, ଲାଇନ ନାହିଁ, କିଛି ନାହିଁ, ଏମିତି ଦୁଃଖ କଷ୍ଟରେ ପଡ଼ିଛ ନା? ତମ କଥା କେହି ଶୁଣୁନାହାନ୍ତି? ତୁମ
ରାଡେ ଖାଡେ ନ କାଇ ଶୁଣନା ଆପଣ ବ୍ୟସ୍ତ ହୁଅନ୍ତନି ମୁଁ ଏଇଟା ଜାଣିନଥିଲି ମୁଁ ହେଇଥିପାଇଁ ରହିଯାଇଥିଲା ମୁଁ ଜାଣିଲି ମୁଁ ତାକୁ ଯେମିତି ବି ହଉ ଗୃହ ଯୋଜନାରେ ଭର୍ତ୍ତି କରିବି ଯେ ଏଇ ପିଏମ୍ଆଇରେ ମୁଁ କହିପାରୁନି ସେ ଲୋକ ପାଇପାରିବ ନ ପାଇପାରିବ କାରଣ ମୁଁ ସର୍ଭେ କରିଦେବି ଇନକ୍ୱାରି ଅଫିସର ସେ ଯାଇପାରିବ ନ ଯାଇପାରିବ କ'ଣ ମୁଁ ଜାଣିପାରିନି ଇନକ୍ୱାରି ଅଫିସର ଅଲଗା ଆସିବେ କିଏ କୋଉଠି ନଗଲା ତା କଥା ପୁଣି ଆମେ ଦେଖିବୁ ହଁ ସେ ମୁଁ କିନ୍ତୁ ଅନ୍ତର୍ଦ୍ୱୟରେ ତାକୁ ଭର୍ତ୍ତି କରିବା ପାଇଁ ମୁଁ ଚେଷ୍ଟା କରିବି ଠିକ ଅଛି ହେଲା।